କୁନି କୁନି ପିଲାମାନେ ଶିଶୁ ମହୋତ୍ସବ ସୁରଭି 2025 ନିମନ୍ତେ ସୃଜନାତ୍ମକ ଲିଖନ ସମୃଦ୍ଧ ଓଡ଼ିଶା ଗଠନରେ ମୋ ଭୂମିକା ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ନିମନ୍ତେ ପ୍ରସ୍ତୁତ କରାଯାଇଛି। ପ୍ରଥମ ଥର ପାଇଁ ସୃଜନାତ୍ମକ ଲିଖନକୁ କବିତାରେ ପ୍ରକାଶ କରାଯାଇଛି। ଆଶା କରୁଛି ତମେମାନେ ଏହାକୁ ଅଭ୍ୟାସ କଲେ ନିଶ୍ଚିତ ଭାବରେ ଫଳପ୍ରଦ ହେବ। ଏ ରାଇଜ ପୁଅ ଧରମା ଦିନେ ଯେ ମାଇଲା ଦେଉଳ ଚୁଳି, ଏ ମାଟିର ବୀର ବାଜିରାଉତଟା ଖାଇଲା ଛାତିରେ ଗୁଳି। ସେଇ ମାଟି ଶିଶୁ ଅଟଇ ଯେ ମୁହିଁ ନୁହେଁ ମୋ କାତର ମନ, ଏଇ ହାତେ ଗଢ଼ି ଦେଖାଇ ଦେବି ମୁଁ ନୂତନ ଓଡ଼ିଶା ଜାଣ। ପାଣିରେ ବୁଡ଼ିବି ଆକାଶେ ଉଡ଼ିବି ଚଢ଼ିବି ଶିଳା ଶୈଳ, ଗଢ଼ିବି କୋଣାର୍କ ମୁଁ ଯେ ଆଉ ଏକ ବିଶ୍ୱର ଶ୍ରେଷ୍ଠ ଦେଉଳ। ପିଲାମାନେ ତମେ ଏହାକୁ ମନେ ରଖି ଲେଖିବ। କୃଷକ ହୋଇ ମୁଁ ସବୁଜିମା ଦେବି ଶସ୍ୟ ଶ୍ୟାମଳା ଭରି, ଚିକିତ୍ସକ ହୋଇ ସଞ୍ଜୀବନୀ ପ୍ରାୟ ମୃତକୁ ଜୀବନ୍ତ କରି, ପରମାଣୁ ନୁହେଁ ପ୍ରେମରେ ବାନ୍ଧିବି ବୈରୀକୁ କରି ବନ୍ଧୁ, ଗରବରେ ନୁହେଁ ଗୌରବେ ବଢ଼ିବି ପଛି ଈର୍ଷା ଅଳନ୍ଧୁ। ମକଳିଙ୍ଗ ମାଟି ଥିବ ହସି ହସି ନୂତନ ଆଲୋକ ପାଇ, କଳକାରଖାନା ଗଢ଼ିବି ଅନେକ କୋଟି ଶ୍ରମିକର ପାଇଁ। ପିଲାମାନେ ତୁମକୁ ସୃଜନାତ୍ମକ ଲିଖନ ଲେଖିବାର ଅଛି, ଏଣୁ ଏହାକୁ ମନେ ରଖି ଲେଖିବ। ଅନାହାରେ କେହି ସଢ଼ିବେନି ଆଉ ତୃଷ୍ଣା ଦେବି ଦୂରେଇ, ଶୀତଳ ବିଶୁଦ୍ଧ ସ୍ନିଗ୍ଧ ଜଳରେ ଜଗତ ଦେବି ମୁଁ ଭରି, ଅଦମ୍ୟ ଉଦ୍ୟମ କରୁଥିବି ସଦା ଶିକ୍ଷାର ଅସ୍ତ୍ର ଧରି, ହାରିଗଲେ ଥରେ ଡରିଯିବି ନାହିଁ ପଛ ଘୁଞ୍ଚାଟିଏ ଦେଇ, କୋଟି ପ୍ରଣିପାତ କରୁଥିବି ସଦା ଉତ୍କଳ ମାତା ଚରଣେ, ତାର ସେବା କରି ଧନ୍ୟ ହୋଇବି ଏଇ ମୋର ଜନ୍ମେ ଜନ୍ମେ। ପିଲାମାନେ ତୁମେ ଗୀତଟିକୁ ଭଲ ଭାବେ ମନେ ରଖି ସୃଜନାତ୍ମକ ଲିଖନରେ ଲେଖିବ।